ଶ୍ରୀ ଗଣେଶାୟ ନମଃ। ଭାଗବତ ଶୁଣିବା ଆଗରୁ ଆସନ୍ତ ଶ୍ରୀ ଗଣେଶଙ୍କ ସ୍ତୁତି କରିବା। ଜୟ ଜୟ ଗଣନାଥ ଗିରିଜାନନ୍ଦନ, ଜୟ ଜୟ ଗଣନାଥ ପ୍ରଭୁ ଗଜାନନ। ଇନ୍ଦୁର ବାହନ ଚତୁର୍ଭୁଜ ଲମ୍ବୋଦର, ବକ୍ରତୁଣ୍ଡ କୁନ୍ତଧାରୀ ପ୍ରଭୁ ଗଣେଶ୍ୱର। ରତ୍ନର କଠଉ କଞ୍ଜ ଚରଣେ ଶୋଭଇ, ସୁବର୍ଣ୍ଣ ପଇତା ସ୍କନ୍ଧେ ସଦା ବିରାଜଇ। ଗଣ୍ଡସ୍ଥଳୁ ମକରନ୍ଦ ଝରେ ନିରନ୍ତର, କଣ୍ଠରେ ମୁକୁତାହାର କର୍ଣ୍ଣରେ କୁଣ୍ଡଳ। ଅମୃତର ଲଡ଼ୁ ହସ୍ତେ ଧର ବିଶ୍ୱମୂର୍ତ୍ତି, ଶୁଦ୍ଧ ସୁବର୍ଣ୍ଣ ପ୍ରାୟେକ ଅପଘନ କାନ୍ତି। ଅଯୋନି ସମ୍ଭୂତ ପ୍ରଭୁ ସର୍ବଗ୍ରେ ପୂଜ୍ୟ, ବେଦାନ୍ତ ଅଙ୍କୁଶ ପାଶ ହସ୍ତ ବିଘ୍ନରାଜ। ମାତା ଆଜ୍ଞା ଦ୍ୱାର ଜଗି ପିତୃଦ୍ରୋହୀ ହେଲ, ପିତାଙ୍କ ସଙ୍ଗ ତେରଣ ଘୋର ତର କଲ। କୋପଚିତେ ମହାଦେବ ଛେଦିଲେ ମସ୍ତକ, ପରେ ଜାଣି ନିଜ ସୁତ କଲେ ମନସ୍ତାପ। ଉପାୟ ଖୋଜିଲେ ହର ଗୌରୀ ବସିଣ, ଶେଷେ ଗଜ ମୁଣ୍ଡ ଯୋଡ଼ି ଦେଲେ ଜୀବଦାନ। ଦେବ ଦେବ ମହାଦେବ ଦେଲେ ଭାବେ ବର, ସିଦ୍ଧଦାତା ବୁଦ୍ଧିଦାତା ହେଲ ବିଦ୍ୟାଧର। ତୁମ୍ଭଙ୍କୁ ସେବିଲେ ମୂର୍ଖ ହୁଅଇ ପଣ୍ଡିତ, ବୁଦ୍ଧି ବିଦ୍ୟା ଅଷ୍ଟ ସିଦ୍ଧି ହୁଅଇ ପ୍ରାପତ। ସର୍ବ କାର୍ଯ୍ୟେ ତୁମ୍ଭ ପୂଜା ହୁଏ ସର୍ବଗ୍ରେ, ତୁମ୍ଭ ଠାରେ ଯେହୁ ଦ୍ରୋହୀ ମୂର୍ଖ ହୁଏ ଭବେ। ଜ୍ଞାନେ ହରାଇଲ ଜ୍ୟେଷ୍ଠ ଭ୍ରାତାଙ୍କୁ ସହଜେ, କବି ପଣ୍ଡିତ ଯେ ଆଗ ତୁମ୍ଭ ପାଦ ପୂଜେ। ଶୁକ୍ଳ ଚତୁର୍ଥୀରେ ଯିଏ ତୁମ୍ଭ ବ୍ରତ କରେ, ତାର ସମ ପୁଣ୍ୟବନ୍ତ ନାହିଁ ଏ ସଂସାରେ। ବିଦ୍ୟାର ଭଣ୍ଡାର ଆହେ କରୁଣା ସାଗର, ଅସମତା କେବେ ନାହିଁ ଦୃଷ୍ଟିରେ ତୁମ୍ଭର। ଦେବୀ ପାର୍ବତୀଙ୍କ ଅଙ୍ଗ ମଉଳିରୁ ଜାତ, ତେଣୁ କରି ଖ୍ୟାତ ହେଲ ଅଯୋନି ସମ୍ଭୂତ। ତୁମ୍ଭକୁ ସେବିଲେ ହର ଗୌରୀ ସନ୍ତୋଷ, ତୁମ୍ଭଙ୍କୁ ସେବିଲେ ପଞ୍ଚ ଦେବତା ବିତୋଷ। ତାଣ୍ଡବ ନୃତ୍ୟ ଆରମ୍ଭ କଲେ ତ୍ରିଲୋଚନ, ମାତା ଅମ୍ବିକା ଯେ ତହିଁ ଦେଲେ ଯୋଗଦାନ। କାର୍ତ୍ତିକେୟ କାହିଁ ଥିଲେ ଆରମ୍ଭିଲେ ନୃତ୍ୟ, ଧୀରେ ଧୀରେ ଅନ୍ୟମାନେ ତହିଁ ଦେଲେ ଚିତ୍ତ। ପ୍ରଳୟ ଅବଶ୍ୟମ୍ଭାବୀ ଜାଣି ଗଜମାଥ, ଢଳି ଢଳି ନୃତ୍ୟ କରି ହେଲ ଉପସ୍ଥିତ। ସକଳଙ୍କୁ ନୃତ୍ୟରୁ ଯେ କଲେ ନିବାରିତ, ନିଶ୍ଚିନ୍ତ ପ୍ରଳୟ ବିଘ୍ନ ଘଟିଲା ତୁରିତ। ତେଣୁ କରି ବିଘ୍ନରାଜ ନାମ ଦେଲେ ହର, ତୁମ୍ଭକୁ ସେବିଲେ ସର୍ବ ବିଘ୍ନ ହୁଏ ଦୂର।
ତୁମ୍ଭର ମହିମା ପ୍ରଭୁ କେ ବର୍ଣ୍ଣିବ କାହିଁ। ଚରଣେ ଶରଣ ଗଲି କର ମୋତେ ତ୍ରାହି। ଭାଗବତ ମହାପୁରାଣ ଚତୁର୍ଥ ସ୍କନ୍ଧ 16 ଅଧ୍ୟାୟ। ମୈତ୍ରେୟ ଉବାଚ ଭୃଗୁ ଅଙ୍ଗିରା ମୁନି ଯେତେ ଋଷିଏ ମିଳିଲେ ସମସ୍ତେ। ଭାଳନ୍ତି ଅତି ମନ ଦୁଃଖେ ପ୍ରଜାର କ୍ଷଣ ରାଜକେ। କହନ୍ତି ଯେବେ ନାହିଁ ରାଜା ଦୁଷ୍ଟେ ଲୁଚିବେ ଜନ ପ୍ରଜା। ଏମନ୍ତ ବିଚାରି ସମସ୍ତେ ବେଣୁର ଜନନୀ ଅଗ୍ରତେ। ରାଜ୍ୟର କ୍ଷଣେ ଧର୍ମ କହି ସକଳ ଜନେ ରୁଣ୍ଡ ହୋଇ। ବିଚାର କରି ଅତିରେକେ ବେଣୁକୁ ରାଜାଭିଷେକେ। ନିଜ ଭୁବନେ କଲେ ରାଜା ଯେଣେ ରକ୍ଷିତ ଜନ ପ୍ରଜା। ଦୁଷ୍ଟେ ଯେ ଥିଲେ ଦୁଷ୍ଟପଣେ ଲୁଟିବେ ବୋଲି ପ୍ରଜାଗଣେ। ବେଣୁର ରାଜପଣ କର୍ଣ୍ଣେ ଲୁଚିଲେ ଶୁଣି ଘୋର ବନେ। ସୁପର୍ଣ୍ଣ ଡରେ ଯେହ୍ନେ ନାଗେ ପଶିଲେ ଗିରି ଘୋର ମାର୍ଗେ। ବେଣୁ ଯେ ରାଜେ ରାଜ ହୋଇ ରାଜ ସମ୍ପଦେ ଗର୍ବ ବହି। ସ୍ୱଭାବେ ଦୁଷ୍ଟ ଦୁରାଚାର ଧର୍ମେ ନ କରଇ ବିଚାର। ଆତ୍ମାକୁ ସିଦ୍ଧ ପ୍ରାୟ ମଣି ଋଷିଙ୍କ ବଚନ ନ ଶୁଣି। ଲଭିଣ ଅଶେଷ ବିଭୂତି ମାତିଲା ଯେହ୍ନେ ମତ୍ତ ହସ୍ତି। କାଞ୍ଚନ ରଥେ ବିଜେ କରି ବୁଲନ୍ତେ କମ୍ପେ ବସୁନ୍ଧରୀ। ନିତ୍ୟ ସେ ବିପ୍ରଙ୍କୁ ଅଣାଇ କହଇ ମନେ ତୋଷ ବହି। ଶୁଣ ହେ ବିପ୍ରେ ମୋର ବାଣୀ ମୁଁ ଯେ ଜଗତେ ନୃପମଣି। ମୋହର ବଚନ ତୁମ୍ଭର ସ୍ୱଭାବେ ପାଳିବା ବ୍ୟବହାର। ଦେଖ ମୋହର ବେନି ଭୁଜ ଅଷ୍ଟ ଦିଗ ପାଳଙ୍କ ତେଜ। ମୁଁ ଯେ ପ୍ରତ୍ୟକ୍ଷେ ଭଗବାନ ଦେଖ ମୋହର ବର୍ଣ୍ଣ ଚିହ୍ନ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ପାଶେ ବସାଇ ପ୍ରଜାଗଣ। ଆତ୍ମାକୁ ସିଦ୍ଧ ପ୍ରାୟ ମଣି କହଇ ଅସମ୍ଭବ ବାଣୀ। ଶୁଣ ସକଳ ପ୍ରଜା ଜନେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ। ମୋ ରାଜେ ଯଜ୍ଞ ନ କରିବ ପିତୃଦେବତା ନ ପୂଜିବ। ଦାନ ନ ଦେବ ବିପ୍ର ହସ୍ତେ ତୀର୍ଥ ନ ଯିବ ପାଦ ଗତେ। ସଂସାରେ ଧର୍ମ କର୍ମ ଯେତେ ସକଳ ସମର୍ପିବ ମତେ। ମୋତ ହୁଁ ବଡ଼ ନାହିଁ ଆନ ମୁଁ ସେ ପ୍ରତ୍ୟକ୍ଷେ ଭଗବାନ। ମୋ ନାମ ଜପୁଥିବ ତୁଣ୍ଡେ ମୋତେ ପୂଜିବ ଅଗ୍ନି ତୁଣ୍ଡେ। ଯେ ମୋର ବାକ୍ୟ ନ କରିବ ମୋ ରାଜ୍ୟେ ଦଣ୍ଡେ ନଥିବ। ଜୀବନ ନାଶିବି ତାହାର ସର୍ବ ସମ୍ପଦ କରି ଚୂର। ଏମନ୍ତ ପୁର ଗ୍ରାମ ଦେଶେ ହସ୍ତିର କନ୍ଧେ ଭେରି ଘୋଷେ। ଘୋଷଣା ଦେଲା ସର୍ବଦେଶେ ଶୁଣି ସକଳ ଜନ ତ୍ରାସେ। ବେଣୁର ବାକ୍ୟ ଶିରେ କଲେ ସକଳ ଧର୍ମ ଉପେକ୍ଷିଲେ। ଜପନ୍ତି ତାର ନାମ ନିତ୍ୟେ ଭୟେ ଖଟନ୍ତି ପାଦ ଗତେ।
ଏମନ୍ତେ ରାଜା ଦୁଷ୍ଟପଣ ଦେଖି ଭାଳନ୍ତି ମୁନିଗଣ। କହନ୍ତି ଏକୁଆରେ ଚାହିଁ ଏମନ୍ତ ଶୁଣିଲା ତ ନାହିଁ। ଭୂମିରେ ଯେତେ ରାଜା ଥିଲେ ଏମନ୍ତ କେବା ପ୍ରକାଶିଲେ। ଯଜ୍ଞ ନ କଲେ ମେଘ ନାହିଁ ବୃଷ୍ଟି ନ କଲେ ଅନ୍ନ କାହିଁ। ଏ ପଞ୍ଚ ଯଜ୍ଞ କ୍ରିୟା ଲୋପେ ଅଧର୍ମେ ତ୍ରିଭୁବନ କମ୍ପେ। ଏ ଘୋର ସଙ୍କଟ ପଡ଼ିଲା ଉଭୟ ଲୋକ ନାଶ ଗଲା। ଆମ୍ଭେ ହାକୁ ରାଜା କଲୁ ସର୍ପକୁ କ୍ଷୀର ପିଆଇଲୁ। ସେ ଯେବେ ବଢ଼େ ଅତି ଘୋରେ କ୍ଷୀରଦାତାର ପ୍ରାଣ ହରେ। ଆମ୍ଭେ ନ ବୁଝି କର୍ମ କଲୁ ବେଣକୁ ରାଜପଣ ଦେଲୁ। ସର୍ପକୁ ଦେଲୁ କ୍ଷୀର ଗ୍ରାସ ଆମ୍ଭେ ହୋଇଲୁ ଏବେ ନାଶ। ସୁନିଥା ଗର୍ଭରୁ ସମ୍ଭୂତ ସ୍ୱଭାବେ ଯମସୁତା ସୁତ। ଆମ୍ଭେ ହାର ପାଶେ ଯିବା ଧର୍ମ ବଚନ ବୁଝାଇବା। ଏ ଯେବେ ବୋଲନ କରିବ ଅଧର୍ମ ଭାବେ ମରିବ। ଏତେ ବିଚାରି ବିପ୍ରଜନେ ମିଳିଲେ ବେଣୁ ସନ୍ନିଧାନେ। କଲ୍ୟାଣ କରି ବେଦନାଦେ ବୋଧିଲେ ସାମଗାନ ବାଦେ। ହେ ନୃପନାଥ ଶୁଣ ଧୀରେ ଯାହା କହିବୁ ତୋ ଛାମରେ। ଯେଣେ ହୋଇବ ତୋର ଲାଭ ଜଗତେ ଯଶ କୀର୍ତ୍ତି ଥିବ। ମନ ବଚନ ଦେହ ଗତେ ଯେ ପ୍ରାଣୀ ଥାନ୍ତି ଜନହିତେ। ଏବେନି ଲୋକ ସେ ଜିଣନ୍ତି ନ କଲେ ଜୀବନ୍ତେ ମରନ୍ତି। ପ୍ରଜାଏ ଧର୍ମ ଆଚରିଲେ ନୃପ ସମ୍ପଦ ବଢ଼େ ଭଲେ। ସେ ଧର୍ମ ଯେବେ ନାଶ ଯାଇ ନୃପ ସମ୍ପଦ ଆଉ କାହିଁ। ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ ଚୌର୍ଯ୍ୟାଦି ସର୍ବତୟ ହରେ। ସେ ରାଜା ଇହ ପରଲୋକେ ଆନନ୍ଦ ମନେ ରହେ ସୁଖେ। ଯେ ରାଜ୍ୟ ପରଦେଶେ ବିଷ୍ଣୁଙ୍କୁ ପୂଜନ୍ତି ହରସେ। ସେ ରାଜା ଯଜ୍ଞେ ପୂଜା ପାଇ ବିଷ୍ଣୁ ସନ୍ତୋଷେ ଦୟା ବହି। ରାଜା ପରଜା ସୁଖ ବହେ ଏ ଧର୍ମ ଚାରି ବେଦ କହେ। ବିଷ୍ଣୁର ପାଦ ପଦ୍ମ ତଳେ ଖଟନ୍ତି ସର୍ବଦିଗ ପାଳେ। ସେ ସର୍ବ ଯଜ୍ଞମୟ ହରି ମନୁ ଦେବତା ଆଦି କରି। ସେ ହରି ଯଜ୍ଞ ହେଲେ ତୋଷ ସଂସାରେ ରହିବ ତ ଯଶ। ସର୍ବଦେବତା ତାର ଦେହେ ବସନ୍ତି ସର୍ବଲୋମ ପ୍ରାଏ। ସେ ସର୍ବଦେବମୟ ହରି ତାଙ୍କ ଚରଣ ପୂଜା କରି ଲଭିବୁ ସର୍ବ ଶୁଭ ଭଲେ। ଆମ୍ଭର ଧର୍ମ ବାକ୍ୟ କଲେ ବେଣୁର୍ବାଚ ଋଷିଙ୍କ ବୋଲ ଶୁଣି କର୍ଣ୍ଣେ। ରାଜା ବୋଲଇ କୋପ ମନେ ତୁମ୍ଭେ ସମସ୍ତେ ମୂର୍ଖ ଅଟ। ଅଧର୍ମ ଧର୍ମ ବୋଲି ଖଟ। ମୁଁ ଅଟେ ଅନ୍ନଦାତା ସ୍ୱାମୀ ମୋତେ ନ ପୂଜ ମୂଢ଼ଗାମୀ। ନୃପ ସ୍ୱରୂପ ଈଶ ମୁହିଁ ମୋତେ ନ ପୂଜ ଆଜ୍ଞା ବହି। ଏ ଅପରାଧେ ଇହ ଲୋକେ ସୁଖ ନ ମିଳେ ଅନ୍ୟ ଲୋକେ।
ଯଜ୍ଞ ପୁରୁଷ କେ ଅଟଇ ମୋ ବିନୁ ଅନ୍ୟ କେହି ନାହିଁ। ଦେଖ ନୃପତି ଏ ଶରୀରେ ଦେବେ ବସନ୍ତି ଅଧିକାରେ। ବିଷ୍ଣୁ ବିରଞ୍ଚି ମହେଶ୍ୱର ଇନ୍ଦ୍ର ପବନ ଦିବାକର। ଯମରାଜନ ଧର୍ମଦାତା ସମଧରଣୀ ଭସ୍ମ କର୍ତ୍ତା। ଇନ୍ଦ୍ର ବରୁଣ ଆଦି ଯେତେ ସର୍ବେ ବସନ୍ତି ନୃପ ଗାତ୍ରେ। ଯେ ବର ସାପ ଦିଅନ୍ତି ଲୋକେ ନୃପ ଶରୀର ଏକେ ଏକେ। ଏ ଦେହେ ମହିମା ନ ଜାଣି ଅଧର୍ମ ଧର୍ମ ପରିମାଣି। ଏଣୁ ତୁମ୍ଭର କର୍ମ ଯେତେ ସେ ଧର୍ମେ ପୂଜା କର ମତେ। ମୋହର ଅଙ୍ଗେ ବନ୍ଦୀ କର ଏ ଧର୍ମ ସୋ କର୍ମ ତୁମ୍ଭର। ସୋ ଯଜ୍ଞ ଭୋଗ ମୋର ଦେହି ମତହୁ ଅନ୍ୟ ଦେବ ନାହିଁ। ଏମନ୍ତ ବିପରୀତ ମତି ଭଜିଲା ପାଷାଣ୍ଡଙ୍କ ଗତି। ମୁନିଙ୍କ ଅନୁରୋଧ ବାଣୀ ନିଶ୍ଚେନ କଲା ନୃପମଣି। ସ୍ୱଭାବେ ଦୁଷ୍ଟ ନର୍ଗଳ ଆତ୍ମାକୁ କଲା ମଙ୍ଗଳ। ଏମନ୍ତ ମୁନିଙ୍କ ବଚନେ ଅବଜ୍ଞା କଲା ଦିନେ ଦିନେ। ଆତ୍ମା ପଣ୍ଡିତ ମାନ୍ୟ କରେ ମୁନିଙ୍କ ବଚନ ନ ଧରେ। ମୁନିଏ ଦିନେ ଦିନେ ଆସି ଧର୍ମ କହନ୍ତି ପାଶେ ବସି। କେବେ ହେଁ ନ କଲା ବଚନ ମୁନିଙ୍କୁ କଲା ଅପମାନ। ତାହାର ଅଧର୍ମ ବିଶ୍ୱାସେ ମୁନିଏ ବୋଲନ୍ତି ଯେ ରୋଷେ। ବୋଲନ୍ତି ଏ କୁଆରେ ଚାହିଁ ଏହା ଜୀବନେ କାର୍ଯ୍ୟ ନାହିଁ। ଏହାର ଅଧର୍ମ ଆବରେ ପ୍ରଜାଏ ନାସିଲେ ସଂସାର। ଅସାଧୁ ବ୍ରତ ଏହା ଦେହି ନୃପ ଆସନେ ଭୋଗ କାହିଁ। ଯେ ରାଜା ଲାଜ ଦୂର କରି ଯଜ୍ଞେ ନିନ୍ଦନ୍ତି ନର ହରି। କେ ତାହା ସହେ ଦେହ ବହି ବେଣୁକୁ ରାଜପଣେ ଥୋଇ। ଏମନ୍ତେ ବେଣୁ ପାଶେ ରହି ମୁନିଏ ମହାକୋପ ବହି। ହୁଙ୍କାର କରି ଦେବ ବାଣେ ପ୍ରହାର କଲେ ତାର ପ୍ରାଣେ। ଅଚ୍ୟୁତ ନିନ୍ଦା ଫଳ ଥିଲା ତକ୍ଷଣେ ଦେହୁ ପ୍ରାଣ ଗଲା। ବେଣୁକୁ ମାରି ମୁନି ଜନେ ଗଲେ ଯେ ଯାହାର ଭୁବନେ। ସୁନିଥା ପୁତ୍ରର ମରଣ ଦେଖି କରଇ ବିବରଣ। ଅବଶ୍ୟ ଏହାର ଶରୀରେ ପୁତ୍ର ପୂଜିଲେ ସଂସାରେ। ହୋଇବେ ପ୍ରଜା ଜନେ ସୁଖୀ ଏତେ ବିଚାରି ଅଶ୍ରୁମୁଖୀ। ତୈଳ ଦ୍ରୋଣୀ ମଧ୍ୟେ ଥୋଇ ଦ୍ରୋଣୀରେ ଶରୀର ଜଳାଇ। ଏହି ସମୟ କଦିନେ ସରଜୁ ଜଳେ ବିପ୍ରଜନେ। ନିଶ୍ଚିନ୍ତେ ପ୍ରାତ ସ୍ନାନ କରି ହୋମେ ପୂଜିଲେ ନର ହରି। ବିଷ୍ଣୁର କଥା ଗୋଷ୍ଠୀ କଲେ ଏମନ୍ତେ ଉତ୍ପାତ ଦେଖିଲେ। ଶୁଭଇ ଲୋକେ ମୁଖ ଘୋଷ ଆନନ୍ଦେ ବାଦ୍ୟ ଗୀତ ରସ। ପ୍ରଜାଏ ଅନାଥ ଆତୁରେ ଭୟେ ପଳାନ୍ତି ଗିରି ଘୋରେ। ମୁନି ଚାହାନ୍ତି ଚାରି ଦିଗେ ଧୂଳି ଉଡ଼ିଲା ବାୟୁ ଯୋଗେ। ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି
ଡାକନ୍ତି ମାର ମାର କରି ତାଙ୍କ ଚରଣ ଧୂଳି ବେଗେ ଆଚ୍ଛାଦି ଉଡ଼େ ଦଶ ଦିଗେ ଦୁଷ୍ଟେ ଲୁଟନ୍ତି ପ୍ରଜାଧନ ଅଦ୍ଭୁତେ ଶୁଭେ ଘୋର ସ୍ୱନ ମୁନିଏ ପ୍ରଜା ଦୁଃଖ ଦେଖି ମନେ ହୋଇଲେ ଗୁରୁ ଦୁଃଖୀ ବୋଲନ୍ତି କଲୁ ମନ୍ଦ କୃତ୍ୟ ପ୍ରଜାଏ ହୋଇଲେ ଅନାଥ ରାଜା ନଥିଲେ ପ୍ରଜା କାହିଁ ଏମନ୍ତ ବୋଲି ଦୟା ବହି ବୋଲନ୍ତି ବ୍ରାହ୍ମଣ ବ୍ୟବହାରେ ସଂସାରେ ପର ଉପକାରେ କ୍ଷୀରୁ ଯେ ସନେ ଭିନ୍ନ ଭାଣ୍ଡେ ଯତ୍ନ କରନ୍ତି ଦଣ୍ଡେ ଦଣ୍ଡେ କେବେ ନୋହେ ସେ ନିରୋଧ ଏମନ୍ତ ମଣି ଶାସ୍ତ୍ରବାଦ ବୋଲନ୍ତି ଅଙ୍ଗ ରାଜା ବଂଶେ ଧାର୍ମିକ ରାଜା ବିଷ୍ଣୁ ଅଂଶେ ସେ ରାଜା ଗୋବିନ୍ଦ ଆଶ୍ରୟେ ରାଜ୍ୟ ପାଳନେ ସ୍ନେହ ବହେ ତାର ଜୀବନ ଏ ସଂସାରେ ଜିଅଇ ପର ଉପକାରେ ଏତେ ବିଚାରି ବିପ୍ରବରେ ପିଣ୍ଡ ମନ୍ଥିଲେ ବେଦସ୍ୱରେ ବାହୁକ ନାମେ ନରସେ ଅଦ୍ଭୁତେ ହୋଇଲା ପୁରୁଷେ କେ କହୁ କୁଶେ ଅଙ୍ଗ ତାର ଅତି ଦୁର୍ବଳ ତା ଶରୀର ଭ୍ରୁକୁଟି କୁଟିଳ ବଦନ ଅରୁଣ ବିରାଜେ ଲୋଚନ ବୃଦ୍ଧ ତରୁଣ ହୃଦୁ ନାଶ ତାମ୍ରର ପ୍ରାୟ ମୁଣ୍ଡ କେଶ ବିପ୍ରଙ୍କ ମୁଖକୁ ଅନାଇ କହଇ କି କରିବି ମୋହି ତାହାର ରୂପ ଦେଖି ମନେ ବିଚାର କଲେ ମୁନି ଜନେ ଦେଖ ଅଦ୍ଭୁତ ଏହା କାଏ ରାଜାସନେ ଯୋଗ୍ୟ ନୁହେଁ ଏହାକୁ ଆମ୍ଭେ ରାଜା କଲେ ସଂସାର ନାସିବ ଏ ଭଲେ ଏମନ୍ତେ ବିପ୍ରେ ବିଚାରିଲେ ନିଷାଦ ବୋଲି ଆଜ୍ଞା ଦେଲେ ବୋଇଲେ ବନେ ହୁଅ ରାଜା ଗିରି କାନନେ ତୋର ପ୍ରଜା ନିଷାଦ ଗଣେ ତାର ବଂଶେ ବନେ ରହିଲେ ଗିରି ଦେଶେ ଯେ ବେଣୁ ଦେହେ ପାପ ଥିଲା ନିଷାଦ ରୂପେ ବନେ ଗଲା ନିର୍ମଳ ଦେଖି ବେଣୁ ଅଙ୍ଗେ ପୁଣି ମନ୍ଥିଲେ ବାହୁ ଯୁଗେ ନାରୀ ପୁରୁଷ ଏକ ମେଳେ ଜନ୍ମିଲେ ବେଦ ମନ୍ତ୍ର ବଳେ କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଇତ୍ରି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ବୈୟାସିକ୍ୟାं ଚତୁର୍ଥ ସ୍କନ୍ଧେ ନିଷାଦ ଜନ୍ମ କଥନେ ବନେ ରାଜକରଣେ ନାମ ଷୋଡ଼ଶ ଅଧ୍ୟାୟ। ସପ୍ତଦଶ ଅଧ୍ୟାୟ। ମୈତ୍ରେୟ ଉବାଚ ସ୍ତ୍ରୀ ପୁରୁଷ ଜନ୍ମ ଦେଖି ବିଷ୍ଣୁର କଳା ଉପଲକ୍ଷୀ ଆନନ୍ଦ ବନେ ବନେ ଗଣେ ଭାବେ କହନ୍ତି ଜଣେ ଜଣେ ଋଷୟଉଚୁ ଦେଖ ଏ ପୁରୁଷ କାମିନୀ ଅଶେଷେ ଭୁବନେ ପାବନି ଦେଖ ଏ ମିଥୁନ ଲକ୍ଷଣ ପ୍ରତ୍ୟକ୍ଷେ ଲକ୍ଷ୍ମୀ ନାରାୟଣ ବେଣୁର ବଂଶ ଏ ରଖିବେ ଆନନ୍ଦେ ଭୁବନ ପାଳିବେ ଏହାକୁ ରାଜେ ରାଜା କରି ଏ ସତୀ ରାଣୀ ରୂପେ ବରି ପ୍ରଖ୍ୟାତ ଯଶ କୀର୍ତ୍ତି ଯେଣୁ ଏହାର ପୃଥୁ ନାମ ତେଣୁ
ଏ ଯେ ସୁନ୍ଦରୀ ଶୁଭ୍ର ନେତ୍ରୀ ମୌକ୍ତିକ ପ୍ରାୟ ଦନ୍ତପନ୍ତି ସକଳ ଗୁଣେ ପ୍ରତ୍ୟକ୍ଷ ସଂସାରେ ନାହିଁ ନାରୀ ଲକ୍ଷ୍ୟ ରୂପେ ଲୁଚିଲା ପୃଥୁ ଯେଣୁ ଏହାର ଅର୍ଚ୍ଚି ନାମ ତେଣୁ ଏ ରାଜା ବିଷ୍ଣୁ ଅଂଶେ ଜାତ ହୋଇଲା ଜଗତେ ବିଖ୍ୟାତ ଏ ରାଣୀ ଜାତ ରମ୍ଭା ରୂପେ ଜନ୍ମ ହୋଇଲା ଜନହିତେ ମୈତ୍ରେୟ ଉବାଚ ଏତେ ବିଚାରି ଶୁଦ୍ଧ ମନେ ସ୍ତୁତି କରନ୍ତି ବିପ୍ରଜନେ ଗନ୍ଧର୍ବେ ଗୀତ ନାଦ କଲେ ଦେବେ କୁସୁମ ବରସିଲେ ନୃତ୍ୟ କରନ୍ତି ଅପସରି ଆନନ୍ଦେ ବାଦ୍ୟ ନାଦ କରି ଶଙ୍ଖ ମୃଦଙ୍ଗ ତୁରୀ ନାଦେ ଦେବେ ଦୁନ୍ଦୁଭି ବିଷ୍ଣୁ ପଦେ ଦେବତା ଋଷି ପିତୃଜନେ ମିଳିଲେ ହରଷିତ ମନେ ଶଙ୍କର ପଦ୍ମ ଯୋନି ତୁଲେ ବେଦ ଶବଦେ ସ୍ତୁତି କଲେ ଦେଖିଲେ ବେଣୁ ପୁତ୍ର ହସ୍ତେ ବିଷ୍ଣୁର ଚିହ୍ନ ପାଦ ଗତେ ବିଷ୍ଣୁର ଅଂଶ ନିଶ୍ଚୟ ଜାଣି ବେଗେ ଆଣିଲେ ତୀର୍ଥ ପାଣି ଯେ ଅଭିଷେକ ବସ୍ତୁ ମତେ ପ୍ରଜାଏ ଆଣି ଯେ ଝାମତେ ସମୁଦ୍ର ପର୍ବତ ଶରୀରେ ମହି ଧାରଣା ଯଥାଚାରେ ଗାବ ବିହଙ୍ଗ ମୃଗ ଯୁଥେ ଧରଣୀ ଆଦି ପଞ୍ଚଭୂତେ ସକଳେ ନାନା ଦ୍ରବ୍ୟ ଆଣି ମୁନି ଆନନ୍ଦେ ବେଦ ଭଣି ପୃଥୁକୁ ଅଭିଷେକ କଲେ ମଙ୍ଗଳ ବେଦ ବାକ୍ୟ ତୁଲେ ପୃଥୁକୁ କଲେ ମହାରାଜା ସ୍ଫୁରେ ବିରାଜେ ଅତି ତେଜା କୁବେର ଦେଖି ଶୁଦ୍ଧ ମନେ ଦେଲା ସେ ସୁବର୍ଣ୍ଣ ଆସନେ ବରୁଣ ଦେଲା ଛତ୍ର ଆଣି ପ୍ରକାଶେ ଦିବ୍ୟ ରତ୍ନମଣି ଯେ ଛତ୍ର ନାମ ସୁଧାସ୍ରବା ସଭାରେ ଦିଶେ ଶିର ପ୍ରଭା ଚାମର ସମୀରଣ ଦେଲା ଧର୍ମ ଦେବତା କୀର୍ତ୍ତିମାଳା ଇନ୍ଦ୍ର ମୁକୁଟ ଦେଲା ଶିରେ ସମନ ଦଣ୍ଡ ଦେଲା କରେ ବେଦ କବଚ ବ୍ରହ୍ମା ଦେଲେ ଭାରତୀ ହାର ଲମ୍ବାଇଲେ ଗୋବିନ୍ଦ ଚକ୍ର ଦେଲେ କରେ କମଳ ବସେ ତାର ଉରେ ସୁବର୍ଣ୍ଣ ଦଶ ଚନ୍ଦ୍ର ଜୁତେ ରୁଦ୍ର ଖଡ଼ଗ ଦେଲେ ହସ୍ତେ ଅମ୍ବିକା ଦେଲେ ଚର୍ମାମ୍ବର ଅଙ୍କିତ ସତେ ନିଶାଚର ଅମୃତମୟ ଅସୋ ଆଣି ବିମାନ ଅର୍ଥେ ନିଶାମଣି ପୃଥୁ ସମୀପେ ଆଣି ଦେଲେ ସଙ୍ଗୀତା ବିଶ୍ୱକର୍ମା ଥିଲେ ବିମାନ ନାନା ରତ୍ନେ ସାଜି ତହିଁ ଯୋଚିଲା ଯୁଦ୍ଧବାଳୀ ଅନଳ ଆଣି ଦେଲେ ଧନ ରଶ୍ମି ନାରାଚ ଦେଲେ ଭାନ ବେନି ପାଦୁକା ଯୋଗମୟୀ ଚରଣ ତଳେ ଦେଲା ମହି ଆକାଶ ଦେଲା ପୁଷ୍ପମାଳା ଧୂପ ନିଯୋଗ ନିଯୋଗିଲା ନୃତ୍ୟ ସୁଗୀତ ବାଦ୍ୟ ଯେତେ ତ୍ରିଦଶ ଅନ୍ତର୍ଧ୍ୟାନ ମତେ ମିଳି ସକଳ ମୁନି ଗଣେ ଆଶିଷ ଦେଲେ ଜଣେ ଜଣେ ସମୁଦ୍ର ଦେଲା ଶଙ୍ଖ କରେ
जे नाद दश दिग पुरे नदी समुद्र गिरी जेते जे जहा मते द्रव्य केते अनल कुंडु जन्म होई सुत मागध भाट दुई स्तुति निमन्ते कमेळे पृथुर समीपे मिलिले आनंदे तोलिबे निहस्त स्तुति करन्ति भविष्यत तांकर स्तुति शुणी कर्णे अत्यंत मधुर वचने आनंदे निकटे बसाई पृथुक होई भाव बही पृथुर्वाच आहे मागध सुत शुण भविष्य स्तुति जेते पुण राजन धर्मर कारण एबे कहिबा सुखे पुण मोर कर्तव्य कर्म जेते तुम्भे जे कह भविष्यते से कथा सत्य मत मोर एबे विष्णु को स्तुति कर कहई विप्र जगन्नाथ भाषा प्रबंधे भागवत इति श्रीमद्भागवते महापुराणे पारमहंस्यां संहितायां वैयासिक्यां चतुर्थस्कन्धे पृथुराजा विजये नाम सप्तदशाध्याय। अष्टादश अध्याय। मैत्रेय उवाच शृण राजन सावधाने सुतमागध तोषमने मुनिंक मते साधुवाणी पृथुवदन चाहि भणी सुतमागधावुचतुः अमृतमय वाणी कही कहन्ति पृथु मुख चाहि भोनाथ तोहर महिमा के कही पारे गुण सीमा तु देव देव बीर्ज बळे शरीर बहुए शयळे तेणु शरीर तोर जात एकथा जानन्ति जगत तथापि तोर गुण जेते भावे कहिबु तो ग्रते तु धर्म ज्ञानी कर सार जे धर्म लोक उपकार तु धर्म ज्ञानी कर सार जे धर्म लोक उपकार अधर्म नासी धर्म पाळु तो धर्म परम दयाळु शरीर धरी सर्वकाळे सुधर्म रखु मोहि तळे सकल भूते समे बसु सविता रूपे तु प्रकाशु तोर महिमा अध ऊर्ध्वे प्रकाश कले शून्य मध्ये प्राणीक मध्ये तु वरुण आरत दुख निवारण इंद्र जेसने छाड़े बारी जननी मन्ते दया करी तोहर बचन अमृत शुणी निस्तरी बेजगत तोर बचन चारुहास देखन्ते करे दुख नाश तोहर कर्म व्यक्त नुहे जाहांक माया जन मोहे ए जे गभीर माया काल तोहर श्रेष्ठ अंतराळ अनंत महिमा तोहर अशेष गुणंक सागर तु दुराशय दुर्भिक्षय सुदूरमय आत्ममय
जंतुंक अंतर बाहरे तो तहु केबा अछि परे अध्यक्ष होई उदासीन शरीरे जैसने पवन अदोषी जन तू न दंडु तोर सेवक दुख खंडु अप्रतिहत चक्र तोर तेजे जैसने दिवाकर नयन आत्मा विचेष्टिते आर्तनाशन तो जगते से राजा प्रजा मनोरंजे राज्य संपद सुख भुजे सत्य संधन दृढ़ व्रत विप्र सेवक विष्णु भक्त शरण सर्व प्राणी कर दीन वत्सल मनोहर पर रमणी मातृप्राय निज कामिनी निज काये राजा को पितृ प्राय चिंते विप्रंक सेवा जार नित्य प्राणी बसई आत्मा प्राय दया बसई जार देहे सुहृदे आनंदे वर्धन विमुक्त संगे संग ध्यान असाधु गणे दंडधर स्वभावे शरण सदर मेदिनी स्थान पय दोही शस्य पूरी नाथ मही खिल खिल वसुंधरी धेनुकग्रे समसरी त्रिगुण विश्वनाथ तुही तुझे आत्मार कला बही अविद्या विरचित जेते ताहाकु निरर्थक मते भ्रमी बुरथे रजु धरी दिग समुद्र वनगिरी दक्षिणावर्त सन्निधाने सोने आदित्य रथ जेन्हे भूमि रे जेते नृप गणे भये पशिबे घोर बने मृग जैसने सिंह देखी पढ़ाई विपिन उपेक्षी करिबु अश्वमेध सत त्रिदिवे जेन्हे सुरनाथ स्वभावे अन्ते गंगा जले सनत कुमारंक मेले भक्ति करी विष्णु पादे अन्ते बसिबु निज पदे तोर चरित इह लोके प्राणी विस्तार करी मुखे ए पृथु पराक्रम तोर देव मानवे अगोचर तोर महिमा कर्णे शुणी तोरिबे भव जणु प्राणी कहई विप्र जगन्नाथ पृथु राजार ए चरित। इति श्रीमद्भागवते महापुराणे पारमहंस्यां संहितायां वैयासिक्यां चतुर्थस्कन्धे पृथुराजचरित संवादे नाम अष्टादश अध्याय। 19 अध्याय। मैत्रेय उवाच एमन्ते पृथुराजा बोले सुतमागध एकतुले भविष्य कले जेते स्तुति शुणी सानंद नरपति आत्मार गुण कर्म शुणी संतोष मने नृपमणि वांछित सर्व सुख देला अनेक मते मान्य कला ब्राह्मण आदि चारि वर्णे अमात्य पुरोहित जने
सकल जनपद आणी सन्तोष कला नृपमणि। विदुरवाच केमन्ते गाभि रूप धरी क्षीरस्रविला वसुन्धरी। स्वभावे से बहुरूपिणी केबा महिमा तार जाणी। स्वभावे से अनंत रूपी जगत अछि देहे व्यापी। ताहाको केमन्ते दोहिला दोहने के बछा होइला। स्वभावे शरीर विषम केबा काहाकु कला सम। किमर्थे अश्वमेध कला केमन्ते ब्रह्म शाप देला। सनक नारदर मेळे ब्रह्म समाधि केते काळे। पशिला निज तेज बही ब्रह्मार तहु ज्ञान पाई। किमर्थे प्रभु नर हरि जगते पृथु रूप धरी। सुपुण्य कथा विचारिले से जस जगते रखिले। से कथा कह मुनि मोते मुतर सेवक उचिते। विष्णुर कथा पुण्य सार जा शुणी तर ई संसार। केमन्ते पृथु रूप धरी दोहन कले वसुन्धरी। सुतवाच एमन्त विदुर वचने मैत्रेय मुनि तो समने। प्रशंसी विदुर वचन कहे पराशर नंदन। मैत्रेय वाच शुणे विदुर तो समने पृथुकु मिली विप्रजने। जनपर जाए कमेळे आसने अभिषेक कले। सकले मिली एक दिने कहिले पृथु सन्निधाने। जनवाच कहन्ति शिरे कर देई क्षुधारे कंपे आंभ देहि। क्षुधा नले देह मन कहिले पृथु सन्निधान। एथकु कर तु कारण तो पादे पशिलु शरण। क्षुधा न सहे आंभ देह भोनाथ न दान दियो। क्षुधा करई आंभ प्राण भोनाथ कर परित्राण। मैत्रेय वाच एमन्ते प्रजांकर दन शुणियो छन्न पृथु मन। कहई धान्य के हरिला तुम्भंकु एते दुख देला। शुणे कहन्ति प्रजा जने शुण राजन स्थिर मने। तो पिता राज काले ए भूमि गोरु रूपे बळे। रात्रे सकल शस्य खाई दिवसे समुद्रे लुचई। आंभर शस्य खाई बळे भखिला क्षुधार नळे। ताहाकु केबे हेन देखी आंभे होइलु एणे दुखी। एमन्ते प्रजा वाक्य शुणी पृथ्वी चारे मने गुणी। भूमि को मने ध्यान करी निज को दंड करे धरी। बाण निवेशी तीक्ष्ण मुने त्रिपुर बाधे रुद्र जेह्ने। धरणी पृथु तेज देखी धाइला समुद्र उपेखी। भय चाहई दश दिशे मृग जे सने सिंह त्रासे। पृथु धामई कोप मने रोषित अरुण लोचने। सरसंधान धनु करे भूमिकंपई पाद भरे। जेणे पଳାଏ वसुन्धरी पृथु धामई कोप करी। दिग विदिग भूमि शून्ये राजा जे मिलिले गगने।
ପୃଷ୍ଠେ ଚାହାନ୍ତେ ପୃଥୁ ଦେଖି କେବା ବନି ପ୍ରାଣ ରଖି ଦେବୀର ଦେହେ ତ୍ରାସ ଲଭେ ପ୍ରାଣୀ ଯେ ସନେ ମୃତ ଭାବେ ଚଳି ନ ପାରି ଦୁଃଖ ମନେ ମିଳିଲା ପୃଥୁ ସନ୍ନିଧାନେ ଭୟ କମ୍ପଇ ବସୁନ୍ଧରୀ ପୃଥୁ ଚରଣେ ମାନ୍ୟ କରି କହଇ ମଧୁର ବଚନ ଈଶତ ବିକଳ ବଦନ ଧରଣୀ ବାଚ ତୁ ମହାବିଶ୍ୱ ବ୍ରହ୍ମବେତ୍ତା ଭୂତ ଭବିଷ୍ୟ କାଳ ଜ୍ଞାତା ପ୍ରାଣୀର କ୍ଷଣେ ଜନ୍ମ ତୋର ତୁ ନାଥ ଶରଣ ସଦର କିମ୍ପା ଝିଙ୍ଗାସ ମତେ କର ଅପରାଧୀ ନୁହଁ ତୁମ୍ଭର ସ୍ତ୍ରୀ ଗୋବଧ ମୋର ହେଲେ କେମନ୍ତେ ସମ୍ପାଦିବୁ ଭଲେ ଏକ ମରଣେ ବେନି ଦୋଷ ସଂସାରେ ହେବ ଅପଯଶ ସ୍ତ୍ରୀଲିଙ୍ଗ ଅପଚୟ କଲେ ପଣ୍ଡିତେ ନିନ୍ଦି ବେଟି ଭଲେ ତୋ ନାଥ କରୁଣା ସାଗର ଦୁଃଖୀ ଦରିଦ୍ରଙ୍କ ସୋଦର ଦଦରା ନାବ ପ୍ରାୟ ମୋହି ଏ ଭାରା ସହି ନ ପାରଇ ମୋହର ମଲେ ଜଗତେ ଏ ଭାର ରଖିବୁ କେମନ୍ତେ ପୃଥୁବାଚ ଶୁଣ ଧରଣୀ ମୋ ଉତ୍ତର ତୁମଲେ ଡର ନାହିଁ ମୋର ମୋହର ଆଜ୍ଞା ଭାଙ୍ଗୁ ତୁହି ତୋର ମରଣେ ଦୋଷ ନାହିଁ ତାତ ମରଣେ ଅରାଜକେ ସକଳ ଶସ୍ୟ ଭୁଞ୍ଜି ସୁଖେ ଖାଇଲୁ ଗୋରୁ ରୂପେ ତୁହି ସଂସାରେ ଶସ୍ୟ ବୀଜ ନାହିଁ ଅନ୍ନ ନଥିଲେ ପ୍ରଜାଜନ କେମନ୍ତେ ରଖିବେ ଜୀବନ ପ୍ରଜା ନଥିଲେ ରାଜା କାହିଁ ଏ ଘେନି ତୋତେ ମୁଁ ମାରଇ ଦୁଷ୍ଟ ମାରଣେ ରାଜ ଧର୍ମ ଏତ ସ୍ୱଭାବେ ରାଜକର୍ମ ମୁଁ ଯେବେ ନ ମାରିବି ତୋତେ ପ୍ରଜାଏ ବଞ୍ଚିବେ କେମନ୍ତେ ବିଧାତା ସୃଷ୍ଟି କଲା ଯେତେ ଅନ୍ନ ଜୀବନ ରକ୍ଷା ଅର୍ଥେ ତୁ ମନ୍ଦ ବୁଦ୍ଧି ଦୁରାଶୟ ମାୟା ଭିଆଣେ ବହୁ ଦେହ ଏ ପ୍ରଜା ଆନନ୍ଦେ କେମନ୍ତେ ବଞ୍ଚିବେ ଅନ୍ନ ଅପ୍ରାପତେ ନାରୀ ପୁରୁଷ ନପୁଂସକେ ପୀଡ଼ିତ ହୁଅନ୍ତି ଯେ ବାଲୋକେ ତାହାଙ୍କୁ ରାଜା ନ ଦଣ୍ଡିଲେ ସେ କି ସଂସାରେ ଥିବେ ଭଲେ ତାଙ୍କ ମାରଣେ ଦୋଷ ନାହିଁ ସଂସାରେ ଧର୍ମ କଥା ଏହି ତୁ ମାୟା ଗୁରୁ ରୂପ ହୋଇ ସକଳ ଶସ୍ୟ ବୀଜ ଖାଇ ଅବଜ୍ଞା କଲୁ ଯେବେ ମୋତେ ନିଶ୍ଚୟ ଦଣ୍ଡିବି ଆଜି ତୋତେ ତୋର ଶରୀର ତୀକ୍ଷ୍ଣ ବାଣେ କାଟିବି ମୁଁ ତିଳ ପ୍ରମାଣେ ବାଣେ ତୋହର ପ୍ରାଣ ହରି ମୁଁ ଏବେ ମାୟା ଯୋଗ କରି ବିସ୍ତାରି ମୋହର ଶରୀର ଏ ପ୍ରଜା ରଖିବି ନିର୍ଭର ଏମନ୍ତ କହି ହେଲେ କୋପ ପୃଥ୍ୱୀକୁ ଦିଶିଲା ସ୍ୱରୂପ ଏମନ୍ତ ପୃଥୁ ରୂପ ଚାହିଁ ଭୟ କମ୍ପଇ ତାର ଦେହି ପୃଥୁ ଚରଣେ ଶିର ଦେଇ କହଇ ଅଶ୍ରୁମୁଖୀ ହୋଇ ପୃଥିବୀ ବାଚ ନମସ୍ତେ ପରମ ପୁରୁଷ ଗୁଣ ପ୍ରକାଶେ ତୋର ଦୃଶ୍ୟ ନିଜ ମାୟାରେ କ୍ଷୀଣ ହୋଇ ସଂସାର ହିତେ ବହୁ ଦେହି ସ୍ୱରୂପା ନଭେ ନବବୃତ୍ତି ଦ୍ରବ୍ୟକରଣ କ୍ରିୟାରତି ସକଳ କରୁ ମାୟା ବସେ ଭୂମି ଯେ ସନ ଜଳ ଗ୍ରାସେ
सर्जी पाळिण करे अंत जे स्वयं प्रकाशे जगत से मते मारिबार सधे धामई उद्धृत आयुधे केबा रक्षक अछि मोर तू नाथ न करु विचार तू निज माया तर्क बळे जंतु को सर्जु जोग बळे तू नाथ धार्मिकंक गुरु किंपा न बुझी मते मारु अन्न न पाई प्रजा जेबे तते कहिले अनुभवे तू नाथ जगत ईश्वर एतते नुहे अगोचर तू आदि पद्म कल्प अन्ते शुकर रूपे तोली दन्ते मते स्थापिलु जनहिते पुणे संहारिबु केमन्ते कहिली एबे तोर इच्छा जेमन्ते कर तोर वांछा तू नाथ जगत ईश्वर एतते नुहे अगोचर कहई विप्र जगन्नाथ सुजन हिते भागवत इति श्रीमद्भागवते महापुराणे पारमहंस्यां संहितायां 82 चतुर्थ स्कन्धे पृथुराज पृथिवी संवादने नाम 49 अध्याय। 20 अध्याय मैत्रेय उवाच एमन्ते पृथो मुख चाहि भये चरणे शिर देई कुपित पुरुष वचने स्वभावे अरुण लोचने एमन्ते करी दिव्य स्तुति पुणे कहई वसुमती भोनाथ कोप छाड़ मते मोहि शरण गली तोते जे आत्मा कारण विचारी संसार सार विश्वहरी चित्ते न कल्पे भिन्ने भिन्ने पुष्कर मधुकर जेन्हे जे सत्य इह परलोके सुजोगी जन कहे मुखे उपाय से फल भुंजंती उभय लोके नाही भ्रांति एहा जे न करंती चित्ते से जस लभिबे केमन्ते ब्रह्मा जे थाई मोर हिते शस्य सामग्री कला जेते से सर्व मोर देहे थिला एमन्ते तोर पिता मोला चतुर राज्य राजके भविष्य यज्ञ रक्षा अर्थे जेते औषध बीज थिला अराज जोगे नाश गला राजा बीजोग सर्वधर्म दुष्टे नासिले मंद कर्म क्षण विरोध दुख सही भखिली धेनु रूप होई से सर्व सस्य रस जेते क्षीर वर्षन्ति मोर गात्रे दोहन कर तु जगते दुग्धस्रवी विधेनु रूपे क्षरिबि सर्व सस्य मोहि प्राणी जीवन जेणे रही मु सर्व काम धेनु रूपे स्रविबि सर्वजन मुखे तु एबे मते रक्षा कर धन आयुध परिहर सुषम करी मोर गात्रे मुहि जे सने शस्य क्षेत्रे सम होइले मो शरीर शस्य उठिब निरंतरे होइब नाना रूपे धन्य जंतुए करिबे असन एमन्ते धरणी वचन शुणी संतोष पृथु मन मन को बत्सा रूप करी भावे कहि दंडधारी तु एबे स्तन्यपान कर जेमन्ते संचरई क्षीर तक्षणे पृथुर वचने
ସେ ମନ ମୁଖ ଦେଲା ସ୍ତନେ ପିବନ୍ତେ ସଞ୍ଚରଇ କ୍ଷୀର ମେଘ ଯେ ସନେ ବୃଷ୍ଟି ଧାର ଚରଣେ ବାନ୍ଧି ବଛା ମନ ପୃଥୁ ଦୁହିଁଲେ କ୍ଷୀର ସ୍ତନ କ୍ଷୀର ପୁରିଲା ବସୁନ୍ଧରୀ ଯେ ସନେ ସିନ୍ଧୁର ଲହରୀ ଗର୍ଭେ ଯେ ଶସ୍ୟମାନ ଥିଲା କ୍ଷୀର ସଙ୍ଗତେ ସଞ୍ଚରିଲା ଶସ୍ୟ ହୋଇଲା ପ୍ରମିତେ ପ୍ରଜାଏ ଥିଲେ ଯେ ଝାମତେ ପୃଥୁ ଦୋହନ ଅନ୍ତେ ଦେବେ ସର୍ବେ ଦୁହିଁଲେ ଯେ ଝା ଭାବେ ମିଳି ସକଳ ମୁନି ଗଣ ଆନନ୍ଦେ ହରଷିତ ମନ ଗୁରୁଙ୍କୁ ବତ୍ସା ରୂପ କରି ଯେ ଯାହା ମତେ ସ୍ତନ ଧରି ଦୁହିଁଲେ ମୁଖ ଛନ୍ଦମୟ ଯେ ଭାବେ ତୁଟଇ ସଂଶୟ ପୁଣି ସକଳ ଦେବେ ଧରି ଇନ୍ଦ୍ରକୁ ବତ୍ସା ରୂପ କରି ସର୍ବେ ଦୁହିଁଲେ ଯେ ଝାମତେ ଅଶେଷ ଯଜ୍ଞ କର୍ମ ଅର୍ଥେ ସୁବର୍ଣ୍ଣମୟ ପାତ୍ର ଆଣି ଆନନ୍ଦେ ଦୁହିଁଲେ ଧରଣୀ ଦେବଦାନବ ପୁଣ ଧରି ଗ୍ରହରାଜକୁ ବତ୍ସା କରି ଦୁହିଁଲେ ଲୌହମୟ ପାତ୍ରେ ଏଣୁ ସର୍ବ ସଞ୍ଚୟେ ଗାତ୍ରେ ଗନ୍ଧର୍ବେ ଅପସରା ଗଣେ ବେଗେ ମିଳିଲେ ତତକ୍ଷଣେ କମଳ ପାନ ପତ୍ର କରି ଦୁହିଁଲେ ଭୂମି ସ୍ତନ ଧରି ବିଶ୍ୱାବସୁଙ୍କୁ ବତ୍ସା କଲେ ଗନ୍ଧର୍ବ ମୋହି ଏକ ତୁଲେ ଶ୍ରାଦ୍ଧ ଦେବଙ୍କୁ ବତ୍ସା କରି ପିତୃ ଯେ କବ୍ୟ ପାତ୍ର ଧରି ପୟ ଦୁହିଁଲେ କବ୍ୟ ପାତ୍ରେ ଯେଣେ ଅମୃତ ପୁରେ ଗାତ୍ରେ ସିଦ୍ଧେ ମିଳିଲେ ନାନା ରଙ୍ଗେ କପିଳ ବତ୍ସା ଘେନି ସଙ୍ଗେ ସଂକଳ୍ପ କରି କ୍ଷୀର ଧାରେ ଦୁହିଁଲେ ଜନ ଉପକାରେ ପୁଣ ମିଳିଲେ ବିଦ୍ୟାଧରେ ଯେ ଯାହା ପାତ୍ର ଧରି କରେ ଆନନ୍ଦ ମନେ କ୍ଷୀର ଦୁହିଁ ବସିଲେ ନିଜ ଭାବେ ଯାଇ ପୁଣି ମିଳିଲେ ଶିବ ଜନେ କ୍ଷୀର ଦୁହିଁଲେ ଯୋଗ ଧ୍ୟାନେ ମାୟାବୀ ଗଣେ ପୁଣି ଆସି ଧରଣୀ ସ୍ତନ ତକେ ବସି ଆନନ୍ଦ ପାତ୍ର କରି ମନେ ସର୍ବେ ଦୁହିଁଲେ ଅନ୍ତର୍ଧ୍ୟାନେ ଯମ ନିୟମ ବତ୍ସା କରି ଧରଣୀ ସ୍ତନ କରେ ଧରି ଧରଣୀ କ୍ଷୀର ମାୟା ପାତ୍ରେ ସର୍ବେ ଦୁହିଁଲେ ଯେ ଝାମତେ ମିଳିଲେ ଯକ୍ଷ ଋଷି ଗଣେ ଭୂତ ବେତାଳ ଜାତୁ ଧାନେ ମୃତ୍ତିକା ପାତ୍ରେ କ୍ଷୀର ଦୁହିଁ କ୍ଷୀରରୁ ଧୀର ମାଂସମୟୀ ତକ୍ଷଣେ ସର୍ପ ଗଣେ ଆସି ଧରଣୀ ସ୍ତନ ତଳେ ବସି ତକ୍ଷକ ବତ୍ସା ରୂପ କରି ଧରଣୀ ସ୍ତନ କରେ ଧରି ବିଳକୁ ପାତ୍ର କରି ବେଗେ ବିଷ ଦୁହିଁଲେ ସର୍ବନାଗେ ପଶୁଏ ମିଳି ସ୍ତନ ତଳେ ବୃଷକୁ ବତ୍ସା କରି ବଳେ କ୍ଷୀର ଦୁହିଁଲେ ଯେ ଝା ସୁଖେ ତକ୍ଷଣେ ଗ୍ରାସ କରି ମୁଖେ ସିଂହ ସହିତେ ପଶୁ ଗଣେ ଦହନ କଲେ ତତକ୍ଷଣେ ତକ୍ଷଣେ ଜାତୁ ଧାନେ ଆସି ଧରଣୀ ସ୍ତନ ତଳେ ବସି ଶରୀର ପାତ୍ରେ ରାବ ତୁହି ଆନନ୍ଦ କଲେ ନିଜ ଦେହି ପକ୍ଷୀର କ୍ଷୀର ପାନ ଆସେ ମିଳିଲେ ଧରଣୀର ପାଶେ ଖଗେନ୍ଦ୍ର ବତ୍ସା କରିବେ गे
दोहन कले भूमि भागे सकल वृक्षे आगु सरी बट वृक्ष को बछा करी संतोषे दुहे क्षीर मये लता जे सने वृक्ष देहे हिमवंत को बछा करी क्षीर दुहिले सर्वगिरी पृथु भविता मही शोभा सकल मते काम दुभा एमंते पृथु आदि सर्वे क्षीर दुहिले जेझा भावे जेतेक लोक मुनि आदि दुहिले जीवन संपादी पृथु धरणी रूप चाहि आनंद मने विचारई ए मोर पाई दुख सही रूप धइले धेनु होई जे जहा सुखे तुही नेले सर्वे तो शिला मोहि स्थले सकल लभिले जीवन देख एहार देह धन्य ए मोर दुहिता होइब एणे विचारे सर्वजीव जीवंक जीव दाता जेणु एहार पृथ्वी नाम तेणु होइब ए मोर प्रमाण एणु ए संसार धारण एमंते पृथु होई राजा समे पालिले जन प्रजा भूमि उपरे नाना देश सकल स्थापी उपदेश जनको स्थापी पिता प्राय सकले रहिले निर्भये निर्भये रहिले सकले अचले रहिले निश्चले कहई विप्र जगन्नाथ भाषा प्रबंधे भागवत इति श्रीमद्भागवते महापुराणे पारमहंस्यां संहितायां 82 चतुर्थस्कन्धे पृथु राजा गोरूपी पृथ्वी दोहने नाम 20 अध्याय।